ମୋ ଗୀତକୁ ଯଦି ଭଲ ପାଉନଥାନ୍ତେ ଏତେ ମିଡିଆ ମୋ ପାଖରେ ନଥାନ୍ତେ। ସୋସିଆଲ ମିଡିଆ ଆଗରୁ ଥିଲା କି ନଥିଲା? ଏବେ ଆମର ସୋସିଆଲ ମିଡିଆ ଯଦି ଭାଇରାଲ ହେଲା ଅସୁବିଧା କଣ ହେଲା? ଯୋଉ ନାଟକ ଗୋଟେ ଚାଲିଥିବ ସେ ନାଟକରେ ଗୀତ କରୁଥିଲେ। ଏ ବର୍ଷ 51ଟା ନାଟକରେ ଗୀତ କରୁଛି। ଏଟା ମୋର ରେକର୍ଡ। ମାଲିକ ହଉଛନ୍ତି ପ୍ରଥମ ଲୋକ ଯିଏ କଳାକାର ମାନଙ୍କୁ ବୁକ୍ କରୁଛନ୍ତି, ଆମକୁ ମାଷ୍ଟର ମାନଙ୍କୁ ବୁକ୍ କରୁଛନ୍ତି ନାଟକ କରିବା ପାଇଁ। ନିଶ୍ଚିତ ବଢିଆ କଥା କହିବି। ଜୟ ଜଗନ୍ନାଥ। ଓଡ଼ିଶାର ଯାତ୍ରା ଦର୍ଶକଙ୍କୁ ମୋର ପ୍ରଥମେ ନମସ୍କାର। ସେମାନେ ମୋ ଗୀତକୁ ଭଲ ପାଉଛନ୍ତି। ମୋ ଗୀତକୁ ଯଦି ଭଲ ପାଉନଥାନ୍ତେ ଏତେ ମିଡିଆ ମୋ ପାଖରେ ନଥାନ୍ତେ। ଆଉ ନବାଙ୍କୁ ମୁଁ ମାନେ ସାଦର ପ୍ରଣାମ ଜଣେଇବି, ଜୟ ଜଗନ୍ନାଥ କହିବି। ସେ ମୋର ଗୋଟେ ଭଲ ଫ୍ୟାନ୍ ଏବଂ ମୋତେ ବହୁତ ହାଇଲାଇଟ୍ କରୁଛନ୍ତି ମିଡିଆରେ। ଆଉ କ'ଣ ପଚାରନ୍ତୁ? ଖଣ୍ଡଗିରି ମହାସମର ଆସିବେ। ହଁ, ଖଣ୍ଡଗିରି ମହାସମର ବାବଦରେ ଏ କଥା କହିବି। ଅନେକ ନାଟକ ହଉଛି, ସବୁ ଠିକ ଚାଲିଛି ଏବଂ ଯାହାର ଯୋଉଟା ଭାଇରାଲ ନାଟକ ଏବେ ଏବେ କିଛି ଚାଲିଛି କ'ଣ ଭାଇରାଲ ଭର୍ସେସ ରିଅଲ। ମାନେ ଏଇଟା କହିଲେ ବୋଧେ ଭୁଲ ହେଇଯିବ। ଆପଣ ମତେ ବାଧ୍ୟ କରୁଛନ୍ତି ଯଦି କହିବାକୁ ମୁଁ କହିବି। ରିଅଲ କ'ଣ ଭାଇରାଲ କ'ଣ? ଦର୍ଶକ ହଉଛନ୍ତି ଆମର ଭଗବାନ। ଦର୍ଶକ ଯୋଉ ନାଟକକୁ ଭଲ ପାଇବେ ସେ ନାଟକ ନିଶ୍ଚିତ ଭାବରେ ଭଲ। ଆମ ଭାଇରାଲଟା କୋଉଠି ହଉଛି? ଆମ ସୋସିଆଲ ମିଡିଆରେ ହଉଛି। ସୋସିଆଲ ମିଡିଆ ଆଗରୁ ଥିଲା କି ନଥିଲା? ଏବେ ଆମର ସୋସିଆଲ ମିଡିଆ ଯଦି ଭାଇରାଲ ହେଲା ଅସୁବିଧା କଣ ହେଲା? କିଛି ଅସୁବିଧା ନାହିଁ। ଆଜ୍ଞା, ମୋ କହିବା କଥା ସୋସିଆଲ ମିଡିଆରେ ଯଦି ଭାଇରାଲ ହେଲା ନାଟକ ଅସୁବିଧା କଣ? କିଛି ଅସୁବିଧା ନାହିଁ। ଲୋକ ଯୋଉ ନାଟକକୁ ମାନେ ପ୍ରଶଂସା କରିବେ, ଯୋଉ ନାଟକରେ ସେମିତି ଦମ୍ ଥିବ ଲୋକ ସେଇ ନାଟକ ଦେଖିବେ। ଏମିତି ବି ଆପଣ ଦେଖନ୍ତୁ, ହଜାରେ ଭଲ ନାଟକ ଖଣ୍ଡଗିରି ହୁଏ ନାହିଁ। ଆହୁରି ଭଲ ନାଟକ ବି ଅଛି, ଖଣ୍ଡଗିରି ହେଇନାହିଁ। ସେମିତି ମୁଁ କହିବାକୁ ଚାହୁଁନାହିଁ। ଖଣ୍ଡଗିରିର ଗୋଟେ ଟ୍ରେଣ୍ଡ ଅଛି। ମୁଁ ଖଣ୍ଡଗିରିରେ ରହିବା ଲୋକ, ମୁଁ କହୁଛି ଯୋଉ ନାଟକ ଗୋଟେ ଚାଲିଥିବ ରିପିଟ୍ ହେଇ ଚାଲିବ। ସେ ନାଟକ ଭଲ ହଉ ବା ଖରାପ ହଉ ଚାଲିଥିବ। କାରଣ ନାଟକ ବଦଳେଇ ଦେଲେ ହୁଏତ ଅଡିଏନ୍ସ କାଳେ କହିବେ ନାଇଁ ଏ ନାଟକ ଭଲ ହେଲାନି, ସେଥିପାଇଁ ବୋଧେ ଏ କମିଟି ନାଟକ ବଦଳେଇ ଦେଲା। ଓଡିଶା ସାରା ବି ସେମାନେ ଓଡ଼ିଶା ସାରା ବି ଶୁଣନ୍ତୁ କରନ୍ତି ଯେ ଖଣ୍ଡଗିରି ଅମକ ରାତି ଏତେକ ରାତି କରି ରେକର୍ଡ ସୃଷ୍ଟି କରିକି ଥିବା ନାଟକ ଆଜି ମଞ୍ଚସ୍ଥ ହବ। ଏଇଭଳିଆ ହୁଏ। ଶୁଣିଛୁ। ଆପଣ କେତୋଟି ପାର୍ଟିରେ ଏବେ ନିର୍ଦ୍ଦେଶନା ଦଉଛନ୍ତି? ଗୀତ କଥା କହୁଛନ୍ତି? ଶୁଣନ୍ତୁ, ଏ ବର୍ଷ ମୁଁ ସବୁଠୁ ହାଏଷ୍ଟ 37 ବର୍ଷ ହେଲା ମୁଁ ଯାତ୍ରା କରୁଛି। ନବାବୁ ଜାଣିଛନ୍ତି 37 ବର୍ଷ ହେଲା କିଛି କିଛି ମାନେ 25-30ଟା ନାଟକରେ ଗୀତ କରୁଥିଲି। ଏ ବର୍ଷ 51ଟା ନାଟକରେ ଗୀତ କରୁଛି। ଏଟା ମୋର ରେକର୍ଡ। ମା ଶାରଳାଙ୍କ ଆଶୀର୍ବାଦ ଆଉ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଲୋକମାନଙ୍କର ଭଲ ପାଇବା, ନିର୍ଦ୍ଦେଶକ ଆଉ ନାଟ୍ୟକାର, ସଙ୍ଗୀତ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ଏମାନଙ୍କର ମୋ ସହିତ ଯୋଉ କୋଅପରେସନ ସେଇଟା ମତେ ଆଜି ହାଇଟକୁ ନେଇଛି। ଏ ବର୍ଷ ମୁଁ ହାଏଷ୍ଟ 51ଟା ନାଟକରେ ଗୀତ ଲେଖିଛି। କେମିତି କ'ଣ ମୁଣ୍ଡକୁ ଜୁଟେ ଆଜ୍ଞା? ସେଠି ଆଜ୍ଞା ବହୁତ ଆପଣ ଯୋଉ ଗୋଟେ ମଞ୍ଜ କଥା ପଚାରିଲେ ବହୁତ କଥା ସାର୍ ମୋ କହିବା କଥା, ବିକାଶ ସାର୍ଙ୍କର ଆପଣଙ୍କର ପ୍ରତ୍ୟେକ ନାଟକରେ ଯେମିତି ହେଲେ ଥିବ କମ୍ବାଇନଟା। ଶୁଣନ୍ତୁ, ମୁଁ କହିବି ଗୋଟେ ଶୁଣନ୍ତୁ, ବଣ୍ଡିଙ୍ଗଟା ହଉଛି ବଡ କଥା। ମୁଁ ସବୁ ସଙ୍ଗୀତ ସାଙ୍ଗରେ କାମ କରୁଛି, ଏହା ସତ୍ୟ। କିନ୍ତୁ ଓଡ଼ିଶା ଜାଣିଛି ବିକାଶ ଶୁକ୍ଲା ନିଗମ ମିଶ୍ର କମ୍ବିନେସନ କ'ଣ। ସେଟା ଆପଣ ମାଲିକ ମାନଙ୍କୁ ପଚାରିବେ, ଆପଣ କଳାକାର ମାନଙ୍କୁ ପଚାରନ୍ତୁ। ଯୋଉମାନେ ତଥାକଥିତ ଯୋଉମାନେ ହିରୋ ଅଛନ୍ତି, ଗୌର ଦାସ ହୁଅନ୍ତୁ, ପ୍ରତାପ ହୁଅନ୍ତୁ, ସୁଭାଷ ବେହେରା ହୁଅନ୍ତୁ, ବିନୋଦ ନାଥ ହୁଅନ୍ତୁ, ଆମର ଯେତେ ସଞ୍ଜୟ ବଳ ହୁଅନ୍ତୁ, ଜୟତାରୀ ପଣ୍ଡା ହୁଅନ୍ତୁ, ଜିତୁ ସେ ହିରୋ ଆମର କୋଣାର୍କର। ଆଉ ମାଲିକ ମାନଙ୍କୁ ମୋ ପ୍ରଥମ ପସନ୍ଦ ହଉଛନ୍ତି ମୋର ମାଲିକ ହେଲା। ମୁଁ ଗୋଟିଏ କଥା କହିବି, ମାଲିକ ହଉଛନ୍ତି ପ୍ରଥମ ଲୋକ ଯିଏ କଳାକାର ମାନଙ୍କୁ ବୁକ୍ କରୁଛନ୍ତି, ଆମକୁ ମାଷ୍ଟର ମାନଙ୍କୁ ବୁକ୍ କରୁଛନ୍ତି ନାଟକ କରିବା ପାଇଁ। ମାଲିକଙ୍କର ସେ ଭରସା ଅଛି ବୋଲି ଆପଣ ବିଶ୍ୱାସ କରିପାରିବେନି। ମୁଁ କୋଣାର୍କ ଶିବାନୀ ତୁଳସୀ ପ୍ରାୟ ଅଧିକାଂଶ 90% ନାଟକ ମୁଁ କରୁଛି।
ଗତ ବର୍ଷ କୋଣାର୍କରେ 2ଟା କରିଥିଲି, ଶିବାନୀରେ 3ଟା କରିଥିଲି। ଏ ବର୍ଷ ବି ମୋର ଶିବାନୀ 3ଟା, କୋଣାର୍କର ସବୁ ନାଟକ ମୋର। ସ୍ୱର୍ଣ୍ଣମହଲର ବି ଏ ବର୍ଷ ମୋର 3ଟା ନାଟକ ଅଛି। ମୁଁ ବର୍ତ୍ତମାନ 15ଟା ନାଟକ ବୁକ୍ ହେଇସାରିଲିଣି। 2026-27 ଯାତ୍ରା ବର୍ଷ ପାଇଁ ଆଜ୍ଞା।